ଖୋଲଯା ସିମ୍ ସିମ୍ କାହାଣୀ ଭଣ୍ଡାରରୁ ବାହାରିଥିବା ଆଜିର କାହାଣୀର ନାମ ହେଉଛି ଛୋଟ ସାହାଯ୍ୟକାରୀ। ଚାଲନ୍ତୁ କାହାଣୀଟି ଆରମ୍ଭ କରିବା। ଛୁଟି ଦିନ ଥିଲା। ବୀଣା ଏବଂ ବିନୟ ଏଠି ସେଠି ପଡ଼ିଥିବା ରଙ୍ଗ ଡବା ମଧ୍ୟରେ ବଗିଚାରେ ଥିଲେ। ଧଳା ରଙ୍ଗ ଏବଂ ନାଲି ରଙ୍ଗ, ସବୁଜ ରଙ୍ଗ ଏବଂ ହଳଦିଆ ରଙ୍ଗ ଏବଂ ନୀଳ ରଙ୍ଗ, ସବୁ ପ୍ରକାରର ରଙ୍ଗ ଥିଲା ସେଠାରେ। ରଙ୍ଗ ଦେବାବାଲା ନିଜ କାମରେ ଲାଗିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ସିଡ଼ି ଉପରେ ଥିଲା ଏବଂ ଅନ୍ୟ ଜଣେ ଝୁଲା ଉପରେ ଲଟକିଥିଲା। କ'ଣ ଆମେ ଆପଣଙ୍କ କିଛି ସାହାଯ୍ୟ କରିପାରିବୁ? ବୀଣା ଏବଂ ବିନୟ ପଚାରିଲେ। ରଙ୍ଗ ଦେବାବାଲା ଭାଇ ସେମାନଙ୍କ ହାତରେ ବ୍ରଶ ଦେଲେ। ତୁମେ କବାଟକୁ ଭିତରୁ ରଙ୍ଗ ଦିଅ, ସେ ବୀଣାକୁ କହିଲେ, ଏବଂ ତୁମେ ବାହାରୁ, ସେ ବିନୟକୁ କହିଲେ। ବୀଣା ଏବଂ ବିନୟ ରଙ୍ଗର 2ଟି ଡବା ଉଠାଇଲେ ଏବଂ କାମ ପାଇଁ ପ୍ରସ୍ତୁତ ହୋଇଗଲେ। ବୀଣା କବାଟକୁ ଗୋଟିଏ ପଟୁ ରଙ୍ଗ ଦେବା ଆରମ୍ଭ କଲା, ବିନୟ ଅନ୍ୟ ପଟୁ। କିଛି ରଙ୍ଗ ଚଟାଣ ଉପରେ ପଡ଼ିଲା, କିଛି ରଙ୍ଗ କାନ୍ଥ ଉପରେ ପଡ଼ିଲା ଏବଂ ବହୁତ ସାରା ରଙ୍ଗ ସେମାନଙ୍କ ଉପରେ। ଶେଷରେ କାମ ସରିଗଲା। ସେମାନେ ଚଟାଣ ଉପରେ ପଡ଼ିଥିବା ରଙ୍ଗକୁ ପୋଛିଲେ। ସେମାନେ କାନ୍ଥ ଉପରେ ପଡ଼ିଥିବା ରଙ୍ଗକୁ ମଧ୍ୟ ପୋଛିଲେ ଏବଂ ଶେଷରେ ନିଜ ଉପରେ ପଡ଼ିଥିବା ରଙ୍ଗକୁ ମଧ୍ୟ ପୋଛିଲେ। କେତେ ସୁନ୍ଦର ମୋର ନାଲି କବାଟ, ବୀଣା କହିଲା। କେତେ ସୁନ୍ଦର ମୋର ସବୁଜ କବାଟ, ବିନୟ କହିଲା। ଓହୋ, ତୁମେ ତ କବାଟକୁ 2 ରଙ୍ଗରେ ରଙ୍ଗୀନ କରିଦେଲ। ରଙ୍ଗ ଦେବାବାଲା ଭାଇ ରାଗିଲେ। ଚାଲ ଏବେ ଏହାକୁ ଏହିପରି ହିଁ ରହିବାକୁ ଦେବା, ମା କହିଲେ।